କେତେ ବର୍ଷ ହେଲାଣି ସାଇ ମନ୍ଦିର ପ୍ରତିଷ୍ଠା ହେଲାଣି? 12 ଭକ୍ତ ପାଇଁ ଭଗବାନ ସବୁକିଛି କରିପାରନ୍ତି। ଏଭଳି ଅଲୌକିକ କାହାଣୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସ୍ଥାନୀୟ ଅଞ୍ଚଳରେ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ସରିଖି ଗ୍ରାମ, ଯେଉଁଠି 20 ଘର ମଳିକ ସାହି ଲୋକମାନେ ଦୀର୍ଘ 12 ବର୍ଷ ଧରି ସାଇ ମନ୍ଦିର ପ୍ରତିଷ୍ଠା କରି ପ୍ରତିବର୍ଷ ରାମ ନବମୀ ଦିନ ବାବା ସାଇଙ୍କ ଜନ୍ମଦିନରେ ଯଜ୍ଞ କରିଥାନ୍ତି। ମାତ୍ର ଅସବର୍ଣ୍ଣ ଯୋଗୁଁ ସବର୍ଣ୍ଣ ଲୋକଙ୍କୁ ଏହି ଯଜ୍ଞରେ କର୍ତ୍ତା ହେବାକୁ ପଡ଼େ। ଏବର୍ଷ ଥିଲା ବ୍ୟତିକ୍ରମ। ସାଇ ମନ୍ଦିର କମିଟି ବହୁ ଖୋଜାଖୋଜି ପରେ କର୍ତ୍ତା ମିଳିଲେନି। ଶେଷକୁ ନିରାଶ ହୋଇ ବାବାଙ୍କ ପାଦ ତଳେ ଗୁହାରି ପଡ଼ିଲେ। ଶେଷରେ ବାବା ସ୍ୱପ୍ନାଘାତ କଲେ। ପାଖ ଗାଁ ବଣିକରେ ବାବାଜୀ ସାହେବଙ୍କୁ ଦେଖା କର, ସିଏ ମୋ ଯଜ୍ଞର କର୍ତ୍ତା ହେବ। କରି ସମସ୍ତେ ପଇସା ପତ୍ର ସବୁ ଆଣି ଗଦା କରିଦେଉଛନ୍ତି। ଆମର କିଛି ନଥିଲା ଆମ ପାଖରେ। ଆମେ ଡାକିଲୁ, ହେ ବାବା କର୍ତ୍ତା କେଉଁଠୁ ଆମେ ଆଣିବୁ, କ'ଣ କରିବୁ? ଆମେ ସବୁ ଧାରଣା ଦେଇକି ଆମେ ବସିଲୁ, ମୁଣ୍ଡରେ ସ୍ଥିର କରି ବସିଲେ। ଆସିବା ସମୟରେ 12ଟା ରାତିରେ ସେ ଆସି ଆମ କତିରେ ପହଞ୍ଚିଗଲେ। ହେଉଛି ଗୋଟେ କ'ଣ ନିର୍ଦ୍ଦେଶ ହେଲା, ରାତି 12ଟାରେ ହେଲା କି ଏ ଲୋକ ଯାଇ ମୋ ପାଖରେ ପହଞ୍ଚିଲେ। ହେଲା କି ଆଜି ସେଇ ସାଇ ବାବାଙ୍କର ଜନ୍ମଦିନ ଆଜି, ହେଲା କି ଆଉ ସେଥିପାଇଁ ତାଙ୍କର ଆଜି ପୂଜା କାର୍ଯ୍ୟ ଚାଲିଛି। ତାଙ୍କର ନିର୍ଦ୍ଦେଶରେ ଆଜି ମୁଁ ଯଜ୍ଞରେ ଆଜି ମୁଁ କର୍ତ୍ତା ହେଇ ବସିଛି। ଲକ୍ଷ୍ମୀ ଦେବୀ ତାଙ୍କ ଧରଣୀ ତାଙ୍କୁ କି ଦେବୀ ଧନ କେଉଁ ମନ୍ତ୍ର ପଢ଼ି ଘୋରାତ ତୁତେ କରିନି ସ୍ତୁତି କୌତୁଭମଣି ଯାହାର ବ୍ୟୁରୋ ରିପୋର୍ଟ ଓଡ଼ିଆ ଲାଇଫ୍। ଏଇଭଳି ଭଲ ଭଲ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କ ପାଖରେ ଭଲ ଖବର ପହଞ୍ଚି ପାରିବ। ଜୟ ସାଇରାମ।